ଆପଣଙ୍କର ଇଗ୍ନୋରେ ଯେଉଁମାନେ DECE କୋର୍ସ କରୁଛନ୍ତି ସେହି DECE କୋର୍ସ କରୁଥିବା ଷ୍ଟୁଡେଣ୍ଟସ୍ ମାନେ ଖାସ୍ କରିକି ଯେଉଁମାନେ 2025 ମସିହାରେ ଆଡ଼ମିସନ୍ ନେଇଥିଲେ ସେ ଜାନୁଆରୀ ଆଡ଼ମିସନ୍ ସେସନ୍ରେ ଆଡ଼ମିସନ୍ ନେଇଥାନ୍ତୁ କିମ୍ବା ଜୁଲାଇ ଆଡ଼ମିସନ୍ ସେସନ୍ରେ ଆଡ଼ମିସନ୍ ନେଇଥାନ୍ତୁ। ଯେଉଁମାନେ ଜାନୁଆରୀ ଆଡ଼ମିସନ୍ ସେସନ୍ରେ ଆଡ଼ମିସନ୍ ନେଇଥିଲେ ସେମାନଙ୍କର ଆଡ଼ମିସନ୍ର କନଫର୍ମେସନ୍ ମେଲ୍ ଆସିବା ପରେ ବା ଆଡ଼ମିସନ୍ଟି କନଫର୍ମ ହୋଇସାରିଲା ପରେ ସେମାନଙ୍କର କ'ଣ ହେଇଥିଲା ନା ଧୀରେ ଧୀରେ ସେମାନେ ଇ ବୁକ୍ ମଧ୍ୟ ପାଇଥିଲେ ବା ଯେଉଁ ଷ୍ଟଡି ମେଟେରିଆଲ ରହିଥିଲା ତାହା ମଧ୍ୟ ପାଇଥିଲେ ଏବଂ ତାପରେ କ'ଣ ହେଲା ନା ସେମାନଙ୍କର ଆସାଇନମେଣ୍ଟ ଲେଖିବାକୁ ପଡ଼ିଲା ଏବଂ ସବମିଟ୍ କରିବାକୁ ପଡ଼ିଲା। ପରବର୍ତ୍ତୀ ସମୟରେ ଆସାଇନମେଣ୍ଟ ପରେ ପରେ ପ୍ରୋଜେକ୍ଟ ମଧ୍ୟ ସବମିଟ୍ କରିବାକୁ ପଡ଼ିଲା ଏବଂ ତାପରେ ଫର୍ମ ଫିଲ୍ଅପ୍ ହେଲା ଏବଂ ଫାଇନାଲି ତାଙ୍କର ଟର୍ମ ଆଣ୍ଡ ଏକ୍ଜାମିନେସନ୍ ମଧ୍ୟ ହୋଇସାରିଛି। ଜୁଲାଇ ଆଡ଼ମିସନ୍ ସେସନ୍ ପିଲାମାନଙ୍କର ହୋଇସାରିଛି 2026 ମସିହା ଜୁନ୍ ମାସରେ ପରୀକ୍ଷା ହୋଇଛି ଏବଂ ଯେଉଁମାନେ 2025 ମସିହା ଜାନୁଆରୀ ସେସନ୍ରେ ଆଡ଼ମିସନ୍ ନେଇଥିଲେ ସେମାନଙ୍କର ଟର୍ମ ଆଣ୍ଡ ଏକ୍ଜାମିନେସନ୍ ଡିସେମ୍ବର 2025 ମସିହାରେ ହୋଇସାରିଛି। ତେବେ ସେହି ଯେଉଁମାନେ ଜାନୁଆରୀ ସେସନ୍ ପିଲା ସେହି ଜାନୁଆରୀ ସେସନ୍ ଷ୍ଟୁଡେଣ୍ଟସ୍ ମାନେ ଯେମିତିକି ମୁଁ କହିଲି ଇନ୍ଦିରା ଗାନ୍ଧୀ ନ୍ୟାସନାଲ୍ ଓପନ୍ ୟୁନିଭର୍ସିଟିର ଏଇ ଯେଉଁ ଗ୍ରେଡ୍ କାର୍ଡ଼ଟି ଆପଣମାନେ ଦେଖିପାରୁଛନ୍ତି ବା ଯେଉଁ ମାର୍କସିଟ୍ଟି ଆପଣମାନେ ଦେଖିପାରୁଛନ୍ତି ତାହା ଆପଣ ମଧ୍ୟ ଚେକ୍ କରିପାରିବେ ନିଜର ଯାଇକି ଗୁଗୁଲରେ ତାହାର ଯେଉଁ ଅଫିସିଆଲ ସାଇଟ୍ ରହିଛି ଇଗ୍ନୋର ସେହି ଅଫିସିଆଲ ସାଇଟ୍କୁ ଯାଇକି ତାର ମାର୍କସିଟ୍ ଚେକ୍ କରିପାରିବେ। ତାପରେ ଦେଖନ୍ତୁ ଏଇଠି ଯେଉଁ ରହିଲା ଗ୍ରେଡ୍ କାର୍ଡ଼ ଷ୍ଟାଟସ୍ ରହିଛି ଆପଣମାନେ ଏଠି ମାର୍କ ନୋଟିସ୍ କରିପାରୁଥିବେ କେତେ କ'ଣ ରହିଛି। ତାର ପ୍ରୋଜେକ୍ଟ ରେଜଲ୍ଟ ବର୍ତ୍ତମାନ ସୁଦ୍ଧା ଆସିନାହିଁ କିନ୍ତୁ ତାର ଟର୍ମ ଆଣ୍ଡ ଏକ୍ଜାମିନେସନ୍ ଯେଉଁ ଥିଓରି ଏକ୍ଜାମିନେସନ୍ ହେଇଥିଲା ତାର ରେଜଲ୍ଟ ଆସିସାରିଛି। DECE ପେପର 1, DECE ପେପର 2 ଏବଂ DECE ପେପର 3ର ଏବଂ ଆସାଇନମେଣ୍ଟ ମାର୍କ ମଧ୍ୟ ଆସିସାରିଛି ଯାହାକି ଦେଖନ୍ତୁ DECE ପେପର 1ରେ ରହିଛି 94 ମାର୍କସ୍, ଦେନ୍ ରହିଛି ଆପଣଙ୍କର DECE 2ରେ ରହିଛି 82 ମାର୍କସ୍, ଦେନ୍ ଆପଣଙ୍କର ରହିଛି DECE 3ରେ ରହିଛି ଆପଣଙ୍କର 90 ମାର୍କସ୍। ଏମିତି ଆପଣଙ୍କର ମାର୍କସ୍ ଆସିସାରିଲା ପରେ ଆପଣମାନେ ଜାଣିପାରୁଥିବେ ଯେ ଆପଣଙ୍କର ପାଖାପାଖି 80+ ମାର୍କସ୍ ରହୁଛି ଏବଂ ଦୁଇଟି ପେପରରେ ଆପଣଙ୍କର 90 ଏବଂ 90 ଏବଭ୍ ମାର୍କ ରହିଛି ବା 90+ ମାର୍କସ୍ ରହିଛି। ତେବେ ଆପଣ ମଧ୍ୟ ଯଦି DECE କୋର୍ସ କରୁଛନ୍ତି 2026ରେ ଯଦି ଜାନୁଆରୀ ସେସନ୍ରେ ଆଡ଼ମିସନ୍ ନେଇଛନ୍ତି କିମ୍ବା ଏହି ଜୁଲାଇ ସେସନ୍ରେ ଆଡ଼ମିସନ୍ ନେବା ପାଇଁ ଚାହୁଁଛନ୍ତି ତେବେ ଆପଣମାନେ ମଧ୍ୟ ଆମଠାରୁ ଆସାଇନମେଣ୍ଟ ନେଇପାରିବେ ଏବଂ ଆପଣମାନେ ମଧ୍ୟ ସବମିଟ୍ କରିକି 90+ ମାର୍କସ୍ ଆଣିପାରିବେ ଆସାଇନମେଣ୍ଟରେ। ତା ସହିତ ପ୍ରୋଜେକ୍ଟର ରେଜଲ୍ଟ ବର୍ତ୍ତମାନ ସୁଦ୍ଧା ଆସିନାହିଁ ତେଣୁ ପ୍ରୋଜେକ୍ଟରେ ମଧ୍ୟ ଆପଣଙ୍କୁ ଭଲ ସ୍କୋର କରିବାର ସୁଯୋଗ ମିଳିବ। ତେଣୁ ଯଦି ଆପଣମାନେ ନେଉଛନ୍ତି ଆମଠୁ ଆସାଇନମେଣ୍ଟ ଏବଂ ପ୍ରୋଜେକ୍ଟ ଆପଣମାନଙ୍କୁ ସୁଲଭ ମୂଲ୍ୟରେ ବହୁତ କମ୍ ପ୍ରାଇସ୍ରେ ଆପଣମାନଙ୍କୁ ମିଳିଯିବ। ଯଦି ଆପଣମାନେ ନେବା ପାଇଁ ଚାହୁଁଛନ୍ତି ତେବେ ଡେରି କରନ୍ତୁ ନାହିଁ, ଏବେ ହିଁ କ'ଣ କରିବେ ନା 773548 ଏବଂ 563 ନମ୍ବରରେ ଆମକୁ ହ୍ୱାଟ୍ସଆପ୍ରେ ହାଇ ମେସେଜ୍ କରିକି ଆସାଇନମେଣ୍ଟ ଏବଂ ପ୍ରୋଜେକ୍ଟ ରିଗାର୍ଡ଼ିଂ ଯଦି କିଛି କହୁଛନ୍ତି ବା ମାଗୁଛନ୍ତି ତାହେଲେ ଆମେ ଆପଣମାନଙ୍କୁ ପ୍ରୋଭାଇଡ଼ କରିଦେଇପାରିବୁ ଆସାଇନମେଣ୍ଟ ତା ସହିତ ପ୍ରୋଜେକ୍ଟ ଯାହାକି ବହୁତ କମ୍ ପ୍ରାଇସ୍ରେ। ଯଦି ନେବା ପାଇଁ ଚାହୁଁଛନ୍ତି ଡେରି ନକରି ଏଇ ଯେଉଁ ନମ୍ବରଟି ମୁଁ ଆପଣମାନଙ୍କୁ ଦେଲି 773548 ଏବଂ 563 ଏହି ନମ୍ବରରେ ଆପଣମାନେ କ'ଣ କରିବେ ହ୍ୱାଟ୍ସଆପ୍ରେ ଆମକୁ ଜଣାନ୍ତୁ ଆସାଇନମେଣ୍ଟ ଯଦି ନେବା ପାଇଁ ଚାହୁଁଛନ୍ତି ଏବଂ ପ୍ରୋଜେକ୍ଟ ନେବା ପାଇଁ ଚାହୁଁଛନ୍ତି। ଏହା ସହିତ ଦେଖନ୍ତୁ ଆପଣମାନଙ୍କୁ ମଧ୍ୟ ମାର୍କ ଦେଖାଇଦେଲି ତାହାର ଷ୍ଟାଟସ୍ ମଧ୍ୟ ଦେଖନ୍ତୁ କମ୍ପ୍ଲିଟ୍ ହୋଇସାରିଛି ମାନେ ଆପଣଙ୍କର ଆସାଇନମେଣ୍ଟର DECE ପେପର 1, DECE ପେପର 2 ଏବଂ DECE ପେପର 3ର ମାର୍କସ୍ ଆସିସାରିଛି ଏବଂ ଟର୍ମ ଆଣ୍ଡ ଏକ୍ଜାମିନେସନ୍ ମାର୍କସ୍ ମଧ୍ୟ ଆସିସାରିଛି। ଏମିତି ଯଦି ଭିଡ଼ିଓ ଆଗକୁ ଦେଖିବା ପାଇଁ ଚାହୁଁଛନ୍ତି ତେବେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିକି ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ଅନ୍ କରନ୍ତୁ ଯାହାଦ୍ୱାରା କି ଆପଣମାନେ ପରବର୍ତ୍ତୀ ଯାହା ବି କିଛି ଅପଡ଼େଟ୍ ଆସିବ ବା ପରବର୍ତ୍ତୀ ଯାହା ବି କିଛି ଭିଡ଼ିଓଜ୍ ଆସିବ ଆପଣ ତାହାର ନୋଟିଫିକେସନ୍ ପାଇପାରିବେ। ଏହା ସହିତ ଲାଇକ୍ ଆଣ୍ଡ ସେୟାର କରିକି ଅନ୍ୟମାନଙ୍କୁ ମଧ୍ୟ ଜଣାଇ ଦିଅନ୍ତୁ ଯାହାଫଳରେ ସେମାନେ ମଧ୍ୟ ଉପକୃତ ହୋଇପାରିବେ। ତେବେ ଆପଣମାନେ ମଧ୍ୟ ଯଦି 90+ ମାର୍କସ୍ ଆଣିବା ପାଇଁ ଚାହୁଁଛନ୍ତି ତେବେ ଆସାଇନମେଣ୍ଟ ଏବଂ ପ୍ରୋଜେକ୍ଟ ନେଇପାରିବେ ଏବଂ ଆପଣମାନେ ମଧ୍ୟ ଲେଖିପାରିବେ। ତା ସହିତ ଆସାଇନମେଣ୍ଟ ଏବଂ ପ୍ରୋଜେକ୍ଟ କେମିତି ଲେଖିବେ ତାହାର ପର୍ସନାଲ ଗାଇଡାନ୍ସ ମଧ୍ୟ ଆପଣମାନଙ୍କୁ ଆମର ହ୍ୱାଟ୍ସଆପ୍ ମାଧ୍ୟମରେ ଆପଣମାନଙ୍କୁ ଗାଇଡ଼ କରାଯିବ। କେମିତି କ'ଣ ଆପଣଙ୍କର ଆସାଇନମେଣ୍ଟ ଲେଖିବେ ପ୍ରୋଜେକ୍ଟ ଲେଖିବେ ସବୁକିଛି ଆପଣମାନଙ୍କୁ ବତେଇ ଦିଆଯିବ। ଏହିପରି ଭାବରେ ଆପଣମାନେ ନେଇପାରିବେ। ଯେଉଁ ହ୍ୱାଟ୍ସଆପ୍ ନମ୍ବର କହିଲି ସେହି ହ୍ୱାଟ୍ସଆପ୍ ନମ୍ବରରେ କଣ୍ଟାକ୍ଟ କରିକି ଆସାଇନମେଣ୍ଟ ପ୍ରୋଜେକ୍ଟ ନେଇପାରିବେ। ତା ସହିତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ସ ଏବଂ ଆନ୍ସର୍ସ ମଧ୍ୟ ନେଇପାରିବେ ଆପଣଙ୍କର ପ୍ରାକ୍ଟିସ୍ ପାଇଁ।